ଅପରେସନ ବର୍ଜନ କରିବେ ଏବଂ ସେ ସହିତ ନିଜେ ସଚେତନ ହେବେ। ଏଥିରେ ସମସ୍ତଙ୍କର ସହଭାଗିତା ଅଛି। ଯଦି ଶ୍ରଦ୍ଧାଳୁଙ୍କର ସହିତ ସମସ୍ତଙ୍କର ସହଭାଗିତାରେ ସରକାର ସହିତ ନ ରହିବେ, ଶ୍ରୀମନ୍ଦିର ପ୍ରଶାସନ ସହିତ ନ ରହିବେ, ତାହେଲେ ନିଶ୍ଚିତ ଭାବରେ ଇଏ ଅପରିଷ୍କାର ହେବ। ଏଣୁକରି ଇଏ ଏଭଳି ଭାବରେ ଏକ ସଚେତନତା ବାର୍ତ୍ତା ବି ଦେବା ସହିତ କାର୍ଯ୍ୟକ୍ରମ ନିଜେ ସରକାର ହାତକୁ ନେଇଛନ୍ତି। ଏହାଦ୍ୱାରା ନିଶ୍ଚିତ ଭାବରେ ସ୍ୱଚ୍ଛତା ବଜାୟ ରହିବା ସହିତ ସାରା ବିଶ୍ୱକୁ ଗୋଟେ ମେସେଜ ଯିବ ଯେ ଏ ପବିତ୍ରତା କାମରେ ସ୍ୱଚ୍ଛତା ଏବଂ ତାକୁ କିଭଳି ଭାବରେ ବଜାୟ ରଖାଯିବ, ସମସ୍ତେ ନିଜେ ନିଜେ ସ୍ୱଚ୍ଛତା କେମିତି ବଜାୟ ରଖିବେ ସେଥିପାଇଁ ଏ କାର୍ଯ୍ୟକ୍ରମ ନିଆଯାଇଛି। ନିଶ୍ଚିତ ଭାବରେ ଆଜି ବହୁତ ଉତ୍ସାହ ଅଛି ଏବଂ ସମସ୍ତଙ୍କର ଉତ୍ସାହରେ ଏ କାର୍ଯ୍ୟକ୍ରମ କରାଗଲା। ଏହା ଆସନ୍ତା କାଲି ପାଇଁ ନିଶ୍ଚିତ ଭାବରେ ରାସ୍ତା ପରିଷ୍କାର ହେବା ସହିତ ମହାପ୍ରଭୁଙ୍କର ବିଜୟ ସୁଗମ ହେବ। ଶ୍ରୀକ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବେଶ। ଆମେ ବିଗତ ଦିନ ମାନଙ୍କରେ ଅନେକ ରଥଯାତ୍ରା ଦେଖିଛୁ, କିନ୍ତୁ ଏଥର ଯେଉଁ ବିରଳ ଓ ଐତିହାସିକ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି, ସମଗ୍ର ଓଡ଼ିଶାବାସୀ, ଭାରତବାସୀ ଏବଂ ଭାରତ ବାହାରର ସମସ୍ତ ଜଗନ୍ନାଥ ପ୍ରେମୀ ଉତ୍ସାହିତ ଅଛନ୍ତି ଏବଂ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ତାଙ୍କ ଠାକୁର କେତେବେଳେ ବଡ଼ଦାଣ୍ଡକୁ ଆସିବେ। ଏବଂ ମୁଖ୍ୟମନ୍ତ୍ରୀ ମହୋଦୟ, ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ ଆଜି ବଡ଼ଦାଣ୍ଡରେ ଉପସ୍ଥିତ ହୋଇକି କାର୍ଯ୍ୟକ୍ରମରେ ଯୋଗ